ବନ୍ଧୁମାନେ, ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂଆ ବର୍ଷ 2025 ଏବଂ ଏହି 2025 ମସିହାର ଶୁଭାରମ୍ଭ ହେବାକୁ ଯାଉଛି ବୁଧବାର ଠାରୁ, ଯାହାକି ପ୍ରଭୁ ଗଣେଶଙ୍କୁ ସମର୍ପିତ ଅଟେ। ତେଣୁ ଏହି ବୁଧବାରରେ ଯଦି ଆପଣ ଦୁବର ଏହି ଚମତ୍କାରୀ ଉପାୟ କରିନିଅନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଉପରେ ବର୍ଷ ସାରା ପ୍ରଭୁ ଶ୍ରୀ ଗଣେଶଙ୍କର କୃପା ବନି ରହିବ। ଏହା ସହିତ ମା ଲକ୍ଷ୍ମୀଙ୍କର କୃପା ମଧ୍ୟ ଆପଣଙ୍କ ଉପରେ ବନି ରହିବ। ତେବେ ନିଶ୍ଚିତ ଭାବରେ ଆପଣମାନେ ଏହି ନୂଆ ବର୍ଷର ପ୍ରଥମ ଦିନରେ ଅର୍ଥାତ୍ ବୁଧବାର ଦିନ 1 ଜାନୁଆରୀ ଦିନ ଆପଣମାନେ ଏହି ଦୁବର ଚମତ୍କାରୀ ଉପାୟ ନିଶ୍ଚୟ ପାଳନ କରନ୍ତୁ। ବନ୍ଧୁମାନେ, ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଭଗବାନଙ୍କ ଦ୍ୱାରା ପ୍ରଦତ୍ତ ମନୁଷ୍ୟ ଜାତି ପାଇଁ ଏକ ବ୍ୟକ୍ତି ବିଷୟରେ ଜଣାଇବି, ଯେଉଁ ଚମତ୍କାରୀ ଭେଟିକୁ ଆମେ ଅଣଦେଖା କରିଦେଇଥାଉ। ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କ ପାଇଁ ଅତି ଲାଭଦାୟକ ଅଟେ, ଯାହାଦ୍ୱାରା ଆପଣ ନିଜ ସହିତ ଅନ୍ୟମାନଙ୍କର ମଧ୍ୟ ଭଲ କରିପାରିବେ। ତେବେ ବନ୍ଧୁମାନେ, ସେଥିପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି ମୁଁ ଆପଣମାନଙ୍କୁ ଦୁବ ଘାସର ଏକ ଚମତ୍କାରୀ ପ୍ରୟୋଗ ବିଷୟରେ କହିବାକୁ ଯାଉଛି। ବନ୍ଧୁମାନେ, ଦୁବ ଘାସର ଏହି ଚମତ୍କାରୀ ପ୍ରୟୋଗ ଆପଣମାନଙ୍କର ଜୀବନକୁ ବଦଳାଇ ଦେବ। ଦୁବ ଘାସଟି ପ୍ରାୟତଃ ସବୁ ଜାଗାରେ ଅତି ସହଜରେ ମିଳିଯାଇଥାଏ ଏବଂ ଆମେ ମଧ୍ୟ ଦୁବକୁ ସାଧାରଣ ବୋଲି ଭାବିଥାଉ। ମାତ୍ର ବନ୍ଧୁମାନେ, ଦୁବ ଘାସଟି କୌଣସି ସାଧାରଣ ଘାସ ହୋଇନଥାଏ। ଆପଣମାନେ ଏକଥା ନିଶ୍ଚୟ ଜାଣିଥିବେ। ଏହି ଦୁବ ଘାସ ଆମର ଅଧିକାଂଶ ପୂଜା ପାଠରେ ବ୍ୟବହାର କରାଯାଇଥାଏ। ଦୁବ ଘାସଟି ଅନେକ ଚମତ୍କାରୀ ଶକ୍ତିରେ ଭରି ହୋଇ ରହିଥାଏ। ଦୁବ ଘାସର ଚେରରେ ସ୍ୱୟଂ ମା ଗଙ୍ଗାଙ୍କର ବାସ ହୋଇଥାଏ ଏବଂ ଏହାର ଗୁପ୍ତ ରହସ୍ୟ ବିଷୟରେ ବହୁତ କମ୍ ଲୋକ ହିଁ ଜାଣନ୍ତି। ଏହି ଦୁବ ଘାସଟି ଦେବୀ ଦୁର୍ଗା ତଥା ଭଗବାନ ଶ୍ରୀ ଗଣେଶଙ୍କୁ ଚଢ଼ା ହୋଇଥାଏ ଏବଂ ଏହାକୁ ଚଢ଼େଇବା ଦ୍ୱାରା ଦେବୀ ଦୁର୍ଗା ଓ ପ୍ରଭୁ ଶ୍ରୀ ଗଣେଶ ଅତି ପ୍ରସନ୍ନ ହୁଅନ୍ତି ଏବଂ ପ୍ରାଚୀନ ଶାସ୍ତ୍ରରେ ଏହାର ଅଗଣିତ ଚମତ୍କାରୀ ଲାଭ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେବେ ସେସବୁ ମଧ୍ୟରେ ଆଜି ମୁଁ ଆପଣଙ୍କୁ ଦୁବ ଘାସର କିଛି ଆୟୁର୍ବେଦିକ, କିଛି ଯାନ୍ତ୍ରିକ, କିଛି ଧାର୍ମିକ ପ୍ରୟୋଗ ବିଷୟରେ କିଛି କହିବାକୁ ଯାଉଛି। ତେବେ ଏସବୁ ବିଷୟରେ ଜାଣିବା ପାଇଁ ଭିଡ଼ିଓକୁ ସ୍କିପ୍ ନ କରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ବନ୍ଧୁମାନେ, ଏଇ ଯେଉଁ ଦୁବ ଘାସ ରହିଥାଏ, ତାହା ଆମର ଭାରତ ବର୍ଷରେ ବହୁତ ସହଜରେ ହିଁ ମିଳିଯାଇଥାଏ। ଦୁବ ଘାସର ଏକ ବିଶେଷ ଗୁଣ ହେଉଛି ବହୁତ କମ୍ ଜଳରେ ମଧ୍ୟ ନିଜର ଜୀବନଯାପନ କରିନେଇଥାଏ। ଅର୍ଥାତ୍ ଶୁଖିଲା ଜାଗାରେ ମଧ୍ୟ ଦୁବ ଘାସଟି ଆରାମସେ ବଞ୍ଚି ଯାଇଥାଏ। ତେବେ ବନ୍ଧୁମାନେ, ଆପଣମାନେ ସର୍ବପ୍ରଥମେ ଏହାର ଆୟୁର୍ବେଦିକ ପ୍ରୟୋଗ ବିଷୟରେ ଜାଣିବା। ବନ୍ଧୁମାନେ, ଦୁବ ଘାସ ଦ୍ୱାରା ଆପଣମାନେ ନିଜ ଜୀବନର ଅନେକ ଗୁଡ଼ିଏ ସମସ୍ୟାକୁ ଦୂର କରିପାରିବେ। ବନ୍ଧୁମାନେ, ଯେଉଁମାନେ ସାଧକ ହୋଇଥାନ୍ତି, ଜଙ୍ଗଲରେ ରହି ସାଧନା କରିଥାନ୍ତି, ସେମାନେ ମଧ୍ୟ ଦୁବ ଘାସର ପ୍ରୟୋଗ କରିଥାନ୍ତି। ତେବେ ବନ୍ଧୁମାନେ, ଯେଉଁମାନେ ସାଧନା କରିଥାନ୍ତି, ସେମାନେ ମାସ ମାସ, ବର୍ଷ ବର୍ଷ ଧରି ସାଧନା କରିଥାନ୍ତି ଏବଂ ସାଧନା କରିବା ସମୟରେ ସେମାନେ କୌଣସି ଖାଦ୍ୟ ବା ଜଳ ଗ୍ରହଣ କରିନଥାନ୍ତି। ତ ସେମାନଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଏବଂ ଶୋଷ ନ ଲାଗିବା ପାଇଁ ସେମାନେ ଏହି ଦୁବର ରସ ପ୍ରୟୋଗ କରିଥାନ୍ତି। କାରଣ ଦୁବ ଘାସର ରସ ପିଇବା ଦ୍ୱାରା 21 ଦିନ ପର୍ଯ୍ୟନ୍ତ ଭୋକ ଲାଗିନଥାଏ ଏବଂ 21 ଦିନ ପର୍ଯ୍ୟନ୍ତ ସେମାନେ ନିଜର ସାଧନାକୁ ବହୁତ ସହଜରେ ହିଁ ସମ୍ପୂର୍ଣ୍ଣ କରିପାରିଥାନ୍ତି। ଏହାପରେ ଦୁବ ଘାସ ଆପଣଙ୍କ ଶରୀରର ତାପମାତ୍ରାକୁ ମଧ୍ୟ କମ୍ କରିଥାଏ, ଶରୀରକୁ ଥଣ୍ଡା ରଖିଥାଏ। ଖରା ଦିନରେ ଆମ ଶରୀରରେ ଗରମ ବଢ଼ିଯାଇଥାଏ ଏବଂ ଆମକୁ ବହୁତ ଗରମ ମଧ୍ୟ ଅନୁଭୂତ ହୋଇଥାଏ ଏବଂ ଅତ୍ୟଧିକ ଗରମ ଆମର ଚିନ୍ତାର କାରଣ।
ମଧ୍ୟ ପାଲଟି ଯାଇଥାଏ। ତେବେ ଏପରି ପରିସ୍ଥିତିରେ ଦୁବ ଘାସ ଆମକୁ ଅନେକ ଚମତ୍କାର ଫାଇଦା ଦେଇଥାଏ। ଏହା ଆମ ଶରୀରରେ ତାପମାତ୍ରାକୁ କମ୍ କରିଥାଏ ଏବଂ ଶରୀରରେ ଥଣ୍ଡା ପହଞ୍ଚାଇଥାଏ। ତେବେ ସେଥିପାଇଁ ଆପଣ ଗୋଟିଏ କପ୍ ଦୁବ ଘାସର ରସ ନିଅନ୍ତୁ ଏବଂ 4-5ଟି ମିଶ୍ରିର ଦାନା ଗୁଡ଼ିକୁ ପକାଇ ଦିଅନ୍ତୁ। ତାପରେ ଏହାକୁ ଗୋଳାଇ ଆପଣ ପିଇ ଦିଅନ୍ତୁ। ଅଧଘଣ୍ଟା ଭିତରେ ହିଁ ଆପଣ ନିଜେ ଶରୀରରେ ଥଣ୍ଡା ଅନୁଭବ କରିପାରିବେ। ବନସ୍ପତି ଶାସ୍ତ୍ରରେ ଦୁବ ଘାସ ବିଷୟରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ ପ୍ରତିଦିନ ଆପଣ ଯଦି ଏହା ଏକକ ପ୍ରଶେଷକୁ ଲଗାତାର 2 ସପ୍ତାହ ପର୍ଯ୍ୟନ୍ତ ପିଅନ୍ତୁ ତେବେ ଅର୍ଶ ଏବଂ ଭଗନ୍ଦର ଭଳି ସମସ୍ୟା ଦୂର ହୋଇଯାଇଥାଏ। ଏବଂ ଯଦି ଆପଣଙ୍କର ରକ୍ତସ୍ରାବ ଭଳି କିଛି ସମସ୍ୟା ଥାଏ ତାହା ମଧ୍ୟ ଠିକ୍ ହୋଇଯାଇଥାଏ। ଏହା ବ୍ୟତୀତ ଏହା ଆପଣଙ୍କର ବୁଦ୍ଧିକୁ ମଧ୍ୟ ତୀକ୍ଷ୍ଣ କରିଥାଏ। ତେବେ ବନ୍ଧୁମାନେ, ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛି ଏବଂ ତାଙ୍କର ପାଠ ମନ ରହୁନାହିଁ, ପାଠପଢ଼ାରେ ତାଙ୍କର ମନ ଲାଗିବ ଏବଂ ଆପଣ ଚାହୁଁଛନ୍ତି ଯେକୌଣସି ଭଲ ପାଠ ପଢ଼ନ୍ତୁ, ତାଙ୍କର ପାଠ ଭଲ ଭାବରେ ମନେ ରହୁ ଏବଂ ତାଙ୍କର ସ୍ମରଣ ଶକ୍ତି ବଢ଼ିଯାଉ, ତେବେ ଆପଣ ଦୁବ ଘାସର ରସକୁ ଅଧା କପ୍ର ବାହାର କରନ୍ତୁ ଏବଂ ଆପଣଙ୍କ ପିଲାକୁ 7 ଦିନ ଧରି ଦିଅନ୍ତୁ। ଦେଖିବେ ଆପଣଙ୍କ ପିଲାର ବୃଦ୍ଧି ପ୍ରଖର ହେବାକୁ ଲାଗିବ ଏବଂ ସ୍ମରଣ ଶକ୍ତି ମଧ୍ୟ ହେବାକୁ ଲାଗିବ। ପ୍ରତିଦିନ ଏହି ରସକୁ ପିଇବା ଦ୍ୱାରା ମନକୁ ଶାନ୍ତି ଲାଗିବ। ଶ୍ୱାସ ଏବଂ ବିପି ସମ୍ବନ୍ଧିତ ସମସ୍ୟାକୁ ମଧ୍ୟ ଏହା ଠିକ୍ କରିବାରେ କାର୍ଯ୍ୟ କରିଥାଏ। ତେବେ ଏହାର ଗୋଟିଏ କପ୍ ରସ ଆପଣ ଲଗାତାର 1 ମାସ ପର୍ଯ୍ୟନ୍ତ ପିଅନ୍ତୁ। ଏବେ ଆସନ୍ତୁ ଜାଣିବା ଏହାର ଦିବ୍ୟ ଚମତ୍କାର ବିଷୟରେ। ବନ୍ଧୁମାନେ, ଯଦି ଆପଣ ପ୍ରତ୍ୟେକ ଦିନ ଦୁବ ଘାସର ଚେରକୁ ଘୋଡ଼େଇ କିମ୍ବା ପାଉଡର ନିଜ ମଥାରେ ଲଗାନ୍ତି, ତେବେ ଏହା ଦ୍ୱାରା ଆପଣଙ୍କର ବୁଦ୍ଧି ଅଧିକ ପ୍ରୟୋଗ ହୋଇଥାଏ ଏବଂ ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ଏପରିକି ଆପଣଙ୍କ ଚେହେରାରେ ଚମକ ମଧ୍ୟ ଆଣିଥାଏ। ବନ୍ଧୁମାନେ, ଯଦି ଆପଣ ଦୁବ ଘାସକୁ ମା ଦୁର୍ଗା ବା ଭଗବାନ ଗଣେଶଙ୍କୁ ଅର୍ପଣ କରେ, ତାପରେ ସେ ଦୁବକୁ ଆଣି ନିଜ ପର୍ସରେ ରଖନ୍ତୁ କିମ୍ବା ଆପଣ ଯେଉଁଠି ଧନ ରଖୁଥିବା ସ୍ଥାନରେ ରଖନ୍ତୁ, ତେବେ ଏହା ଦ୍ୱାରା ଆପଣଙ୍କ ଗୃହରେ ଧନର ବୃଦ୍ଧି ହୋଇଥାଏ ଏବଂ ଅଯଥା ଖର୍ଚ୍ଚ ମଧ୍ୟ କମିଯାଏ। ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହୋଇଥାଏ। ଆପଣଙ୍କ ଘରକୁ ଧନ ଆସିବାର ଅନେକ ଗୁଡ଼ିଏ ମାର୍ଗ ଖୋଲି ଯାଇଥାଏ। ବନ୍ଧୁମାନେ, ଦୁବ ଘାସଟିକୁ ମା ଦୁର୍ଗାଙ୍କର ସ୍ୱରୂପ ବୋଲି ମନାଯାଇଥାଏ। ଏହା ଏକ ସାଧାରଣ ଘାସ ନୁହେଁ। ଏହା ଯେଉଁ ସ୍ଥାନରେ ଥାଏ ସେହିଠାରେ ପବିତ୍ର ବନିଯାଇଥାଏ। ବନ୍ଧୁମାନେ, ଯଦି ଆପଣ ବାରମ୍ବାର ଗର୍ଭପାତ ହୋଇଥାଏ, ତେବେ ଆପଣ ପ୍ରତିଦିନ ଏହାର ଅଧ କପ୍ ରସରେ ମିଶ୍ରି ପକାଇ ପିଅନ୍ତୁ ଏବଂ ଆପଣଙ୍କ ପତ୍ନୀଙ୍କର ଅଣ୍ଟାରେ ଦୁବ ଘାସର 5ଟି ଚେର ବାନ୍ଧି ରଖନ୍ତୁ। ଏପରି କରିବା ଦ୍ୱାରା ଗର୍ଭପାତ ରୋକି ହୋଇଯାଇଥାଏ ଏବଂ ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହୁଏ। ଆୟୁର୍ବେଦିକରେ ଏହାକୁ ଅମୃତ ସମାନ ମାନାଯାଇଥାଏ। ଆପଣମାନେ ପୁରୁଣା ସମୟରେ ଲୋକମାନଙ୍କୁ ଦେଖିଥିବେ, ଯେମିତିକି 100 ବର୍ଷ ପର୍ଯ୍ୟନ୍ତ ନିରୋଗୀ ଏବଂ ସୁସ୍ଥ ଭାବରେ ବଞ୍ଚି ରହିପାରୁଥିଲେ ଏବଂ 100 ବର୍ଷ ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କ ମଧ୍ୟରେ ବାର୍ଦ୍ଧକ୍ୟ ଆସିନଥିଲା, ଅର୍ଥାତ୍ ସେମାନେ ଅଧିକ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଏବଂ ସୁନ୍ଦର ରହୁଥିଲେ। ତେବେ ବନ୍ଧୁମାନେ, ଆପଣଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।